ଖାଲି ପାଦରେ ଚାଲି ପାରେନି। ବୋହୁ କିଏ ଝିଅ କି ଚପଲ ଲାଗିଥିବ କି ଠାକୁର ଅବଳା ଦିଏ ମୋ ବେଡରୁମରେ ନେଇକି ଥୋଇଦବ। ଏବେ ଆଖି ଖୋଲ ଜରୁରୀ, ଆଖି ଖୋଲ। ଦେଖ ମତେ ଭଲ ଭାବରେ ଦେଖ। କିଛି ହେଇନି। ମୁଣ୍ଡ ଓଢ଼ଣା ଖସିନି, ହାତର ଶଙ୍ଖା ଭାଙ୍ଗିନି, ଆଉ ଶୀଘ୍ର ସେମିତି ଅଛି। କିଛି ହେଇନି ମୋର। ଚାଲ ଆପଣଙ୍କୁ ପଳେଇବା। ମାନେ ଏଠି କେউ ଆସିବାନି। ଏଠି ତ ଆମର କେହି ନାହାନ୍ତି। ଆମର ଯାଅ ପଣ୍ଡିତ ଶିରୋମଣି, ବଡ ବୋହୁର ଜୋତାକୁ ମୁଣ୍ଡରେ ମୁଣ୍ଡେଇ ଠାକୁର ଘର ଡିଆଇ ତା ଶୋଇଲା ଘରେ ଥୋଇ ଦେଇ ଆସ। ତା ନହେଲେ ବଳିଆ ଆସିକି ତମକୁ ପାଠେଇବ। ଯଜ୍ଞରେ ପୂର୍ଣ୍ଣାହୁତି କରେ ସେଇ ହାତକା ଚପଲ ଉଠେଇବ। ମୁଁ କଣ ମରିଗଲିଣି? ମୁଁ ନେଇ ଥୋଇ ଦେଇ ଆସିବି। ତମେ ସବୁବେଳେ ଭିତରକୁ ଯିବ କେମିତି? ତମେ ତ ବିଧର୍ମୀ ଅଛୁଆ ପତିତ, ତମେ ସେଠି ଯିବ କେମିତି? ତୁଳସୀ, ଆମ ଘର ଅଗଣାକୁ ବେଳେ ବେଳେ କୁକୁର ପଶିଯାଏ। ମୋ ବୋଉ ଆମ ଅଗଣାକୁ ଗୋବର ପାଣିରେ ଲିପାଛପା କରି ପଞ୍ଚାମୃତ କରି ଦିଅଙ୍କୁ ମାଜଣା କରେ। ମୁଁ ସେଇଦିନ ଜୋତାଟାକୁ ଥୋଇ ଦେଇ ଆସିଲା ପରେ ମା ବିମଳା ସାନ୍ତାଣୀ କଣ ତାଙ୍କ ଦିଅଙ୍କୁ ଆଉ ଥରେ ମାଜଣା କରିଦେବେନି? ଠିକ କରୁଛ। ତାହେଲେ ନେଇଯାଅ,